ଯାଜପୁର ଶୀତରେ ବିଜେପିର ତାତି ମଳିନ ହେଉଛି ବିଜେଡିର ଗଡ଼। କେଉଁଠି ନା କେଉଁଠି ବିଜେଡି ଭାଙ୍ଗୁଛି, ବିଜେପି ତେଜୁଛି। ଏ ବିଷୟରେ ଆମେ କହୁଛୁ ଏଥିପାଇଁ, ବୁଢ଼ାଘାଟ ବିଧାୟକଙ୍କ ଆକ୍ରମଣ କଥା କୁହନ୍ତୁ କି ଥାନା ଘେରାଉ କଥା କୁହନ୍ତୁ, ଅନ୍ୟପଟରେ ହାଟରେ ରାସ୍ତାରୋକ କଥା କୁହନ୍ତୁ, କେଉଁଠି ନା କେଉଁଠି ବିଜେଡି ନିଷ୍କ୍ରିୟ ହେବାକୁ ଯାଉଛି। ଆମ ପାଖରେ ଅଛନ୍ତି ଯାଜପୁରର ବିଜେପି ନେତା ସୁରଜଲାଲ ସାମଲ। ଆଜ୍ଞା, ଖବର ଓଡ଼ିଶାକୁ ସ୍ୱାଗତ କରୁଛି। କହିବେ, ଆମର ଯାଜପୁରରେ ନା ବିଜେପି ସକ୍ରିୟ ହେବାକୁ ଯାଉଛି। ଲୋକ ଯାହା ଆଲୋଚନା କରୁଛନ୍ତି, 24 ବର୍ଷର ସରକାର ଭାଙ୍ଗିଛି, ବିଜେପି ଏବେ ଯାଜପୁରରେ ବବି ଦାସର ଗଡ଼ କୁହାହେଉଥିଲା ବେଳେ ଯାଜପୁରରେ ଏବେ ସକ୍ରିୟ ହେଉଛି। କ'ଣ ଦେଖନ୍ତୁ, ବର୍ତ୍ତମାନ ବିଜେପି ସୁଦୃଢ଼ ହେଲା କିମ୍ବା ବର୍ତ୍ତମାନ ସକ୍ରିୟ ହେଲା ସେ କଥା ତ ମୁଁ ସ୍ୱୀକାର କରିବି ନାହିଁ। ବିଗତ ନିର୍ବାଚନ ପୂର୍ବରୁ ଆମେ ଏ କଥାକୁ ପୁଙ୍ଖାନୁପୁଙ୍ଖ ଭାବେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚେଇଥିଲୁ ଭାରତୀୟ ଜନତା ପାର୍ଟିର ଆଭିମୁଖ୍ୟ ବିଷୟରେ, ଏବଂ ସାରା ଓଡ଼ିଶା ପ୍ରଦେଶର ଜନସାଧାରଣ ସେମାନେ ତାଙ୍କର ମତ ପୋଷଣ କରିଥିଲେ ଭାରତୀୟ ଜନତା ପାର୍ଟି ସପକ୍ଷରେ। ସୁତରାଂ ସାରା ଓଡ଼ିଶା ପ୍ରଦେଶରେ ଯେମିତି ଭାରତବର୍ଷରେ ମାନନୀୟ ନରେନ୍ଦ୍ର ଭାଇ ମୋଦିଜୀଙ୍କର ସରକାର ଦ୍ୱାରା ଆଜି ସାରା ବିଶ୍ୱରେ ଭାରତ ଏକ ଗତିଶୀଳ ରାଷ୍ଟ୍ର ହୋଇ ଚାଲିଛି, ଏକ ବିକଶିତ ରାଷ୍ଟ୍ର ହୋଇ ଚାଲିଛି। ଠିକ୍ ସେମିତି ଓଡ଼ିଶାରେ ମଧ୍ୟ ଓଡ଼ିଶାବାସୀ ତାଙ୍କର ପୂର୍ବ ସରକାରର ପ୍ରତ୍ୟେକଟି କଳା କାରନାମାକୁ ବୁଝିଥିଲେ ଏବଂ ସରକାର ପରିବର୍ତ୍ତନ କରିଥିଲେ, ଯଦ୍ୱାରା ଭାରତୀୟ ଜନତା ପାର୍ଟି ସରକାର ଆସିଥିଲା ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟ ସୁଦୃଢ଼ ହୋଇଥିଲା। ଦେଖିବେ, 20 ତାରିଖ ବୁଧବାରରେ ସନ୍ଧ୍ୟାରେ ଯେଉଁ ବିଧାୟକଙ୍କ ଉପରେ ଆକ୍ରମଣ ହୋଇଥିଲା, ସେ ଘଟଣାରେ ଆପଣ ମଧ୍ୟ ଉପସ୍ଥିତ ଥିଲେ। ଘଟଣା ହେଲା ପରେ କେଉଁଠି ନା କେଉଁଠି ବିଜେଡି କର୍ମୀଙ୍କ ମଧ୍ୟରେ କୋକୁଆ ଭୟ ହୋଇଛି। ଦେଖନ୍ତୁ, ସେଇଟା ସେଇ ଯେଉଁ ଦିନର ଯେଉଁ ଇନସିଡେଣ୍ଟ ଥିଲା, ଏ ଅତ୍ୟନ୍ତ ଦୁଃଖଦାୟକ ବିଷୟ। ମୁଁ ଏହା ଉପରେ ଯେତେ କହିଲେ ବି କମ୍ ପଡ଼ିବ, କାହିଁକି ନା ଜଣେ ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଇକି ଆସିଥିବା ଜଣେ ବିଧାୟକ, ସେ ଚାହେ କେଉଁ ରାଜନୈତିକ ଦଳର ହେଇଥାନ୍ତୁ ନା କାହିଁ, ମୁଁ ଭାରତୀୟ ଜନତା ପାର୍ଟି ସପକ୍ଷରେ ଏ କଥା ଯଦିଓ ରଖିବି ନାହିଁ, ଯେକୌଣସି ରାଜନୈତିକ ଦଳର ହେଇଥାନ୍ତୁ, ସେ ବିଜୁ ଜନତା ଦଳର ହେଇଥିଲେ ବି ମୁଁ ସେଇ କଥା କହିଥାନ୍ତି, ସେ ଜାତୀୟ କଂଗ୍ରେସ ଦଳର ହେଇଥିଲେ ବି ମୁଁ ସେଇ କଥା କହିଥାନ୍ତି, ଅନ୍ୟ କୌଣସି ରାଜନୈତିକ ଦଳର ହେଇଥିଲେ ବି ସେମ୍ କଥା କହିଥାନ୍ତି। କାରଣ ଯେତେବେଳେ 2 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଗୋଟିଏ ନିର୍ବାଚନ ମଣ୍ଡଳୀରେ ବସବାସ କରନ୍ତି, ଭୋଟର୍ସ, ସେମାନଙ୍କର ମତ ପୋଷଣରେ ଜଣେ ନିର୍ବାଚିତ ପ୍ରତିନିଧି ସେ କୌଣସି ନା କୌଣସି ଗୋଟେ କାର୍ଯ୍ୟରେ, ଧର୍ମଶାଳାର ବିଧାୟକ ମହୋଦୟ ସେ କୌଣସି ନା କୌଣସି କାର୍ଯ୍ୟରେ ଜିଲ୍ଲା ମୁଖ୍ୟାଳୟକୁ ଆସୁଥିଲେ, ଯେଉଁ ଅଫିସରେ ତାଙ୍କର କାର୍ଯ୍ୟ ଥାଉ ନା କାହିଁ। ଦେଖନ୍ତୁ, ଯଦି ଆମେ ପ୍ରକୃତ ଭାବେ ସେ ସମୟକୁ ଅନୁଭବ କରିବା, ସେତେବେଳେ ସମୟ ଥିଲା ଆପାତତଃ 7ଟା+। ଆପଣ କୁହନ୍ତୁ, ଏମିତି କୌଣସି କାର୍ଯ୍ୟ ଅଛି ଯେଉଁ ବିରୋଧ ଆମେ କରିବା ଗଣତାନ୍ତ୍ରିକ ଢାଞ୍ଚାରେ, ସେ ବିରୋଧ ଯାଜପୁର ହେଡ଼କ୍ୱାର୍ଟରରୁ ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ୱର ଏବଂ କଟକ, ତା ସହିତ NH, ଯାଜପୁର ହେଡ଼କ୍ୱାର୍ଟର ଯେଉଁ NH ଟଚ୍ କରୁଛି କୁଆଖିଆ, ଏ ଯେଉଁ ମୁଖ୍ୟାଳୟକୁ ଯିବା ଆସିବା କରିବା ପାଇଁ ଯେଉଁ ମୁଖ୍ୟ ରାସ୍ତାଟି, ସେ ରାସ୍ତାଟିକୁ କେଉଁ ଗଣତାନ୍ତ୍ରିକ ପଦ୍ଧତିରେ ସେ ସମୟରେ ସାନ୍ଧ୍ୟ ଅଧିବେଶନରେ ତାକୁ ବନ୍ଦ କରିବାର ଆବଶ୍ୟକତା ଥିଲା? ଗୋଟେ ପ୍ରଥମ ପ୍ରଶ୍ନ। ଦ୍ୱିତୀୟ କଥା, ସେ ଯେଉଁ ରାଜନୈତିକ ଦଳ କରିଥାଉ ନା କାହିଁ, ବିଜୁ ଜନତା ଦଳର ଯଦି କାର୍ଯ୍ୟକର୍ତ୍ତା ମାନେ କି ସ୍ଥାନୀୟ ଲୋକମାନେ ଯେତେବେଳେ ମା ବିରଜାଙ୍କ ପ୍ରକଳ୍ପ ନାଁକୁ ଆଧାର କରିକି ସେଠି ରାସ୍ତାରୋକ କରୁଥିଲେ, ଯେଉଁ ଦଙ୍ଗା ହଙ୍ଗାମ କଲେ, ଏ ତ ଅତ୍ୟନ୍ତ ନିନ୍ଦନୀୟ। ଏ କଥା ଯାଜପୁରର ସାଧାରଣ ଜନତା ବୁଝିଛନ୍ତି। ପର ମୁହୂର୍ତ୍ତରେ ଯେଉଁ ଘଟଣା ଘଟିଲା, କେଉଁଠି ନା କେଉଁଠି ବିଜେଡିର କର୍ମୀମାନେ କହୁଛନ୍ତି କି ବିଜେପିର ସରକାର ଅଛି ବୋଲି ଆମ ଉପରେ ଜୁଲୁମ କରାହେଉଛି, ଏଇଟା ଠିକ୍? ନାଇଁ, ଏଇଟା ଦେଖନ୍ତୁ, ଆପଣ ଗୋଟେ ଅଗଣତାନ୍ତ୍ରିକ ପଥାରେ ଯିବେ, ତାପରେ ଜଣେ ବିଧାୟକ, ଗୋଟେ ନିର୍ବାଚିତ ବିଧାୟକ, ମାନ୍ୟବର ବିଧାୟକଙ୍କ ଉପରେ ଆପଣ ଆକ୍ରମଣ କରିବେ, ତାପରେ ପୁଣି ଯାଇକି ଏଠି ଆକ୍ରମଣ କରିବା ସହିତ ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ, ସାଧାରଣ ଲୋକଙ୍କୁ ହଇରାଣ ହରକତ କରିବେ। ପୁନର୍ବାର ଆପଣମାନେ ଯାଇକି ଯାଜପୁର ଟାଉନ ମୁଖ୍ୟାଳୟରେ ଯେଉଁ ଥାନା ଅଛି ତାକୁ ମଧ୍ୟ ଅବରୋଧ କରିବେ, ସେଠି ମଧ୍ୟ କାର୍ଯ୍ୟ କରାଇ ଦେବେନି।
ସେଠିକି ଯଦି କୌଣସି ଲୋକ କୌଣସି କାରଣବଶତଃ ଯିବାକୁ ଚାହୁଁଛି ତାକୁ ମଧ୍ୟ ଆପଣମାନେ ବନ୍ଦ କରିବେ। ସେଠି ବିଭିନ୍ନ କଥା ଆପଣ କରିଛନ୍ତି। ଏଠି ମୁଁ ଆଉ ଗୋଟେ କଥା ସେଠି ଆପଣମାନଙ୍କୁ ନଜରକୁ ଆଣିବାକୁ ଚାହିଁବି, ସମ୍ଭବତଃ ଜୈନିକ ପୋଲିସ ଅଫିସରଙ୍କୁ ମଧ୍ୟ ସେଠି ଆକ୍ରମଣ ହେଇଛି ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା, ଯାହାଫଳରେ ସେ ପୋଲିସ ଅଫିସର ଜଣକ ସେମାନଙ୍କ ନାଁରେ ଏଫଆଇଆର କରିଛନ୍ତି। ଏଟା ମୁଁ କହୁନି, ଏଟା ଯାହା ଆପଣଙ୍କ ପାଖରେ ଅବିକା ପ୍ରୁଫ୍ ଅଛି, ଯାହା ସରକାରୀ ଭାବେ ନିର୍ଘଣ୍ଟ ହେଇଛି, ସେଠି ମଧ୍ୟ ସେ କଥା କରିଛନ୍ତି। ତା ଛଡ଼ା ଆପଣ ମା ବିରଜାଙ୍କ ନାଁରେ ଏଇଭଳି ଭାବେ ଯଦି ମିଛ ପ୍ରଚାର କରିକି ଆପଣ ସାଧାରଣ ଲୋକକୁ ହଇରାଣ କରିବାକୁ ଚାହିଁବେ, ପ୍ରଶାସନ ତାର ଆକ୍ସନ ନେବ। ଏଥିରେ ଭାରତୀୟ ଜନତା ପାର୍ଟିର ସରକାର ଅଛି ବୋଲି ଆପଣ ଏମିତି କଥା କରିଦେବେ, ତାମାନେ ଏଠୁ ସ୍ପଷ୍ଟ ହେଉଛି ଯଦି ଏଇ କଥା ହେଇପାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା କିମ୍ବା ଭାରତୀୟ ଜନତା ପାର୍ଟିର ସରକାର ଅଛି ବୋଲି, ତାମାନେ ଏଠୁ ସ୍ପଷ୍ଟ ହେଉଛି ଗତ 24 ବର୍ଷରେ ଆପଣମାନେ କେତେ ପ୍ରକାର ସାଧାରଣ ଲୋକକୁ ହଇରାଣ କରିଥିବେ। ଅନ୍ୟ ଯେଉଁମାନେ ବିରୋଧ ଦଳ ଥିଲେ ସେମାନଙ୍କୁ କୋଉଭଳି ଭାବେ ଆପଣ ଆକ୍ରମଣ କରିଥିବେ, ସରକାରଙ୍କ ଦ୍ୱାରା ସେମାନଙ୍କୁ ତାଡ଼ିତ ଲାଞ୍ଛିତ ବାଞ୍ଛିତ କରିଥିବେ। ଏ କଥା ସ୍ପଷ୍ଟ ଅବଲମ୍ବନ ହେଇପାରେ, ଏ କଥାରୁ ଜଣାପଡ଼ୁଛି। ବିରଜା ହାଟ ସ୍ଥାନାନ୍ତରିତ ହେଇଛି ସନ୍ତ ମାଧବକୁ। ସେଠି ତ ପିଣ୍ଡି ହେଇଛି, ଜଣେ ଲୋକ ହାଟକୁ ଯିବା ବେଳକୁ ସେଠି କାଦୁଅରେ ଯାଇପାରୁନଥିଲା, ସମସ୍ୟା ହଉଥିଲା। ତ ଏଠି ତ ବହୁତ ସୁନ୍ଦର ହାଟ ହେଇଛି, କିନ୍ତୁ ଆପଣ ସେ ହାଟ ସେ ଜାଗାରେ ନକରି ପୁଣି କହୁଛନ୍ତି ଐତିହାସିକ ହାଟ ଏଠିକି ଉଠିବା ପାଇଁ। ନାଇଁ ନାଇଁ, ଦେଖନ୍ତୁ ଆପଣ ଏ କଥାଟାକୁ ବୁଲେଇ ବଙ୍କେଇକି ଆପଣ ନାକ ଧରଉଛନ୍ତି। ଏ କଥାର ଅର୍ଥ ସେଇଆ ନୁହେଁ। ଏ କଥାର ଅର୍ଥ ଏଇଆ ଯେ ହାଟ ସେଇଠି ହଉ ବୋଲି ଭାରତୀୟ ଜନତା ପାର୍ଟିର ଡିମାଣ୍ଡ ନୁହେଁ। ଭାରତୀୟ ଜନତା ପାର୍ଟିର ଡିମାଣ୍ଡ ଯେ ଯେଉଁ କାର୍ଯ୍ୟ ଯେଉଁଠାରେ ସାଧାରଣ ଲୋକ ଚାହୁଁଛନ୍ତି ତାକୁ ସମ୍ମାନ ଦେବା, ଇଏ ସାଧାରଣ ଯେଉଁ ମୋହନ ମାଝୀଜୀଙ୍କର ସରକାର ଦାୟିତ୍ୱ। ଯେତେବେଳେ ଯାଜପୁରର ସାଧାରଣ ଗରିବ ଖଟିଖିଆ ମୂଲିଆ ବେପାରୀ ଶ୍ରେଣୀୟ ଲୋକମାନେ ଚାହୁଁଛନ୍ତି ଯେ ଯେଉଁ ଜାଗାରେ ତାଙ୍କର ହାଟ ଥିଲା ସେମାନଙ୍କୁ ପ୍ରଶାସନ କୌଣସି ନା କୌଣସି ଗୋଟେ ବାଟେ ଭୂତେଇ ଭଣ୍ଡେଇ ଏଠି ହାଇଟେକ୍ ହାଟ ହବ ବୋଲି ଆପଣମାନେ କିଛି ଦିନ ପାଇଁ ସେଠିକି ସିଫ୍ଟ ହୁଅନ୍ତୁ, ସେ କଥା କହିକି ସେମାନଙ୍କ ଠାରୁ ଦସ୍ତଖତ ନେଇଥିଲା। ପରବର୍ତ୍ତୀ ସମୟରେ ସେ ହାଟକୁ 2-3 ମାସ ଭିତରେ ପୁନର୍ସ୍ଥାପନ କରିବାର ଥିଲା। ନ କରିବାରୁ ସାଧାରଣ ଲୋକର ଆକ୍ରୋଶ ହେଲା, ସାଧାରଣ ଲୋକ ସେଟାକୁ ଡିମାଣ୍ଡ କଲା ଏବଂ ପ୍ରଶାସନ ତାକୁ ଆକ୍ସେପ୍ଟ କଲା। ଏଥିରେ ଭାରତୀୟ ଜନତା ପାର୍ଟି କାହାକୁ ଗ୍ରହଣ କଲା କାହାକୁ ଇଗ୍ନୋର କଲା ସେ କଥା ଆଦୌ ନୁହେଁ। ଶୁଣୁଥିଲେ ସୁରଜଲାଲ ସାମଲଙ୍କ ଠାରୁ ପ୍ରତିକ୍ରିୟା ଯେ ହିମାଂଶୁ ସାହୁକୁ ଆକ୍ରମଣ ଘଟଣା ହଉ କି ଯାଜପୁରର ବିକାଶ ଦିଗରେ ହଉ, ଆଜି ମୁହଁ ଖୋଲିଲେ ସୁରଜଲାଲ ସାମଲ। ଯାଜପୁରରୁ କୃଷ୍ଣଚନ୍ଦ୍ର ନାୟକଙ୍କ ରିପୋର୍ଟ, ଖବର ଓଡ଼ିଶା।